ପାଳନ କରାଯାଉଛି। ପ୍ରତ୍ୟେକ ଗାଁ ଗଣ୍ଡାରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଉଛି। ସହରରେ ପାଳନ କରାଯାଉଛି, ସରକାରୀ ସ୍ତରରେ ପାଳନ କରାଯାଉଛି ଏ ଆଦିବାସୀ ମାନଙ୍କ ଦିବସକୁ। ତେଣୁକରି ଆଜି ଏ ଡଙ୍ଗର ପାହାଡ଼ରେ ଏ ଉପତ୍ୟକାରେ ଯୋଉ ଜାଗାରେ ପ୍ରଶାସନ ପହଞ୍ଚୁନାହିଁ, ଯୋଉ ଜାଗାରେ ରାସ୍ତା ନାହିଁ, ଆଜି ବିଶ୍ୱ ଆଦିବାସୀ ଦିବସ ପାଳନ କରିବାର ଆବଶ୍ୟକତା ପଡ଼ିଲା କଣ? ଆଜି ଏହି ମାଟିରୁ ନେଇକି ଆପଣମାନେ ଚିନ୍ତା କରିବାର ଆବଶ୍ୟକତା ଅଛି। ଯେହେତୁ ମୁଁ ଗୋଟେ ଆଦିବାସୀ ହିସାବରେ ଯେତେବେଳେ ବି ଆପଣମାନେ ଯେକୌଣସି କାର୍ଯ୍ୟକ୍ରମ କରନ୍ତି ସେତେବେଳକୁ ମୁଁ ଫେସବୁକରେ ସେୟାର କରେ ଯେ ମୋ ଭାଇମାନେ କରୁଛନ୍ତି କଣ। ତେଣୁକରି ଆଜି ରାତି ତମାମ ଚିନ୍ତା କରୁଥିଲେ, ଦୀର୍ଘ 7 ଦିନ ଚିନ୍ତା କରୁଥିଲେ, ସୁଭାଷ ମାଝୀ ସହିତ ଆଲୋଚନା କରୁଥିଲି, ଆମର ଝିଅ ପାର୍ବତୀ ମାଝୀ ସହିତ ଆଲୋଚନା କରୁଥିଲି, ସେଠିକାର ଲୋକ କେମିତି ରହୁଛନ୍ତି, ଆନ୍ଦୋଳନ କେମିତି ଚାଲିଛି, ଆଉ କଣ ପାଇଁ ଆନ୍ଦୋଳନ ଚାଲିଛି। ଆଜି ବର୍ଷା ଝଡ଼ ବର୍ଷାରେ ବି ଏଇ ଯୋଉମାନେ କୁଡ଼ିଆ କରିଛନ୍ତି, ଏହି କୁଡ଼ିଆକୁ ବି ନେଇକି ସମଗ୍ର ରାଜ୍ୟ ଦେଖିଛି ଏ ସିଜିମାଳିରେ କାହିଁକି ଗର୍ଜନ କରୁଛି ଆଦିବାସୀ, ଏ ସିଜିମାଳିରେ ଗର୍ଜନ କରୁଛି କାହିଁକି ଆଦିବାସୀ। ତେଣୁକରି